ମାନେ କୋଭିଡରେ ମରିବା ପାଇଁ ସରପଞ୍ଚକୁ କରିଥିଲେ ମାନେ କଲେକ୍ଟର। ଏବେ ବର୍ତ୍ତମାନ ତାଙ୍କ ଗୋଟେ ଷ୍ଟାମ୍ପ ଭଳିଆ ଅଛି, ଖାଲି ଗାଣି ଶୋଇଲା। ସୁବିଧା କରିକିରି ଏମଏଲଏ ମାନେ ଯଦି ଚଳେଇବେ ଆଉ ତାହେଲେ ପଞ୍ଚାୟତକୁ କାହିଁକି ରଖିବେ? ପଞ୍ଚାୟତକୁ ଭାଙ୍ଗି ଦିଅନ୍ତୁ। ଖାଲି କେବଳ ସିଗ୍ନେଚର ଆମେ ହଉଛୁ ଅଙ୍ଗୁଡ଼ା ଛାପ ଯୋଉ କହିଲା ପରିଆ ସେମିତି ଆଉ କିଛି ନାହିଁ। ଆମ କାମ ହଉଛି ବାସ୍ ସେତିକି। ସରପଞ୍ଚ ମାନେ ଏକାଠି ରାଜରାସ୍ତାକୁ ଧାରଣାସ୍ଥଳକୁ କଣ ପାଇଁ ପୁଣି ଥରେ? ଦେଖନ୍ତୁ, ବର୍ତ୍ତମାନ ଜନପ୍ରତିନିଧି ରାଜରାସ୍ତାରେ ଏଥିରୁ ଯାହା ଜଣା ପଡୁଛି, ଆମେ ଯୋଉ ବିକାଶର କଥା ସରକାର କୁହନ୍ତି କହୁଛନ୍ତି, ପ୍ରକୃତରେ ବିକାଶ ହଉଛି ପଲ୍ଲୀରେ ବିକାଶ ହେଲେ ଦିଲ୍ଲୀରେ ବିକାଶ ହବ। ଯୋଉ ବିକାଶର ମଙ୍ଗ ଧରୁଛନ୍ତି ସରପଞ୍ଚ ମାନଙ୍କର କ୍ଷମତାକୁ ସଂକୁଚିତ କରି ଦିଆଯାଇଛି। ବର୍ତ୍ତମାନ ବିଭିନ୍ନ ସମସ୍ୟା ନେଇ ସରପଞ୍ଚ ମାନେ ଗତି କରୁଛନ୍ତି। ସାଧାରଣ ଲୋକଙ୍କର ସମସ୍ୟା ବୁଝିବା ପାଇଁ ସରପଞ୍ଚ ମାନେ ଅକ୍ଷମ ହୋଇପଡିଛନ୍ତି। ଆମର କହିବା କଥା, ସରପଞ୍ଚ ମାନେ ଯେତେବେଳେ ଗାଁ ଗାଁରେ ବୁଲି ତାଙ୍କ ଲୋକଙ୍କ ସମସ୍ୟା ବୁଝନ୍ତି। ଆପଣମାନେ ଜାଣିଛନ୍ତି, ଗ୍ରାମ ପଞ୍ଚାୟତର ମୁଖ୍ୟ ଆଧାର ହେଉଛି ଗ୍ରାମସଭା ଏବଂ ପଲ୍ଲୀସଭା। ଗ୍ରାମସଭା ଏବଂ ପଲ୍ଲୀସଭାକୁ କୌଣସି ପରିସ୍ଥିତିରେ ଗୁରୁତ୍ୱ ଦିଆଯାଉ ନାହିଁ। ଆମର ଡିମାଣ୍ଡ ରହିଛି ସରକାରଙ୍କୁ, ସରକାର ଯୋଉ ଯୋଜନା ପ୍ରସ୍ତୁତ କରୁଛନ୍ତି, ଡେଭଲପମେଣ୍ଟ ୱାର୍କ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି, ତାକୁ ଯାହା ଗ୍ରାମସଭା ଏବଂ ପଲ୍ଲୀସଭାରେ ପାରିତ ହେଉଛି ତାକୁ ଗୁରୁତ୍ୱ ଦିଅନ୍ତୁ। ଯେତେବେଳେ କି ଗ୍ରାମସଭା ଏବଂ ପଲ୍ଲୀସଭାରେ ହିଁ ଆଲୋଚନା ହେଇଥାଏ ପଲ୍ଲୀର ବିକାଶ କଥା ଏବଂ ଗ୍ରାମ ପଞ୍ଚାୟତ ବିକାଶ କଥା। ଆଉ ଗୋଟେ କଥା ହେଉଛି, ଯୋଉ ଫଣ୍ଡସ କଥା ଉଠିଛି, ଯୋଉ ଭାଇମାନେ କହୁଛନ୍ତି, ଆମର ଦୁଇଟି ଅର୍ଥ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଅନୁଦାନ ଆସିଥାଏ, ବାର୍ଷିକ ପାଣ୍ଠି, ଯାହାକି 2011 ଜନଗଣନା ଅନୁସାରେ ଗ୍ରାମ ପଞ୍ଚାୟତ ଜନସଂଖ୍ୟାକୁ ଆଧାର କରି ଆମକୁ ଫଣ୍ଡ ଆସିଥାଏ। କିନ୍ତୁ 2026 ଅଦ୍ୟାବଧି ଆମର ଜନଗଣନା ହେଇନି, ତେଣୁକରି ସେ ଅର୍ଥରେ କୌଣସି ବୃଦ୍ଧି ଘଟି ନାହିଁ। ତେଣୁକରି ଆମର ଯାହା ଅର୍ଥ ଆସୁଛି ସେଥିରୁ ଅର୍ଦ୍ଧାଧିକ ଅର୍ଥ ଆମେ ବିଦ୍ୟୁତ ଦେୟ ଏବଂ ପଞ୍ଚାୟତର ବିଭିନ୍ନ କର୍ମଚାରୀଙ୍କର ଦରମାରେ ଖର୍ଚ୍ଚ କରିଥାଉ। ଆମର ଡିମାଣ୍ଡ ରହିଛି ସେ ବିଦ୍ୟୁତ ଦେୟକୁ ସରକାର ବହନ କରନ୍ତୁ, ଯାହାଦ୍ୱାରା କି ସେଇ ଫଣ୍ଡକୁ ସରପଞ୍ଚ ପଞ୍ଚାୟତ ସ୍ତରରେ ଡେଭଲପମେଣ୍ଟ ୱାର୍କରେ ଖର୍ଚ୍ଚ କରିବ। ଆଉ ଗୋଟେ କଥା ରହିଛି, ଆପଣ ଦେଖୁଥିବେ ବିଧାୟକ ମାନଙ୍କର ଏମପି ମାନଙ୍କର ସମସ୍ତଙ୍କର ବିଭିନ୍ନ ସମୟରେ ଦରମା ବୃଦ୍ଧି ଘଟୁଛି। ବିଭିନ୍ନ ସମୟରେ କଳାକାର ଭତ୍ତା ଆରମ୍ଭ କରି ବିଭିନ୍ନ ପ୍ରକାର ଭତ୍ତା ମଧ୍ୟ ସରକାର ଦଉଛନ୍ତି। ଯଦି ପଞ୍ଚାୟତ ସ୍ତରରେ ସରପଞ୍ଚ ମାନେ କାମ କରୁଛନ୍ତି, ତାକୁ ସେମାନଙ୍କୁ ଏକ ଭତ୍ତା ପ୍ରଦାନ କରାଯିବା ପାଇଁ ଆମର ଡିମାଣ୍ଡ ରହିଛି। ଏବଂ ଗ୍ରାମ ପଞ୍ଚାୟତ ସ୍ତରକୁ ଏକ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରିବା ପାଇଁ ସରକାର ଡିମାଣ୍ଡ ରଖିଛୁ। এইভাবে ভাবে ଆମେ 8ଟି ଦାବି ଉପସ୍ଥାପନ କରିଛୁ, ଯାହାକି ଆମେ ଆଶା ରଖିବୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏକି ବିଗତ ଦିନରେ ସରପଞ୍ଚ ଭାବେ କାର୍ଯ୍ୟ ତୁଲେଇଛନ୍ତି, ସେ ପଲ୍ଲୀର ସମସ୍ୟା ବିଷୟରେ ଅବଗତ ଅଛନ୍ତି, ଗ୍ରାମ ପଞ୍ଚାୟତ ସମସ୍ୟାରେ ଅବଗତ ଅଛନ୍ତି। ନିଶ୍ଚିତ ଭାବରେ ଆମର ଦାବିକୁ ଆଲୋକପାତ କରି ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଆଶା ରଖିଛୁ। ସରପଞ୍ଚ ମାନଙ୍କୁ ବି ଭୋଟ ଦିଆହବ? ଦେଖନ୍ତୁ, ଭତ୍ତା କୋଉ ଆଧାରରେ ଆମେ କହୁଛୁ ଯେ ଗ୍ରାମ ପଞ୍ଚାୟତ ସ୍ତରରେ ଯୋଉ ପଞ୍ଚାୟତ ପ୍ରତିନିଧି ମାନେ କାମ କରୁଛନ୍ତି, ସେମାନେ ଦିନ ରାତି ଅହରହ ସେମାନେ ଏପରିକି ଆପଣ ସବୁ କହୁଛନ୍ତି, ସରକାର କୁହନ୍ତି ଯେ ଆମେ ଦଉଛୁ ହରିଶ୍ଚନ୍ଦ୍ର ପଇସା। ଆପଣ ପ୍ରକୃତରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ ମୃତ୍ୟୁବରଣ କଲା ପରେ ବର୍ଷକ ପରେ ପାଉଛି ହରିଶ୍ଚନ୍ଦ୍ର ପଇସା। ତେଣୁ ଯୋଉ ଗରିବ ଲୋକଟି ତାର ନିଜ ଲୋକଟି ମୃତ୍ୟୁବରଣ କରୁଛି, ସେ ଶବ ସତ୍କାର କରିବା ପାଇଁ ତା ପାଖେ ଅର୍ଥ ନାହିଁ, ସେତେବେଳେ ସେ ସରପଞ୍ଚ ପାଖରେ ହାତ ପତେଇଥାଏ ଯେ ମୋତେ ସାହାଯ୍ୟ କରାଯାଉ। ବିଳମ୍ବରେ ବିନା କୌଣସି ଦ୍ୱିଧାରେ ସରପଞ୍ଚ ତା ପକେଟରୁ ଯାହା ଥାଏ ଅର୍ଥ ତାକୁ ପ୍ରଦାନ କରିଥାଏ ତାର ଶବ ସତ୍କାର ପାଇଁ। ଅତ୍ୟନ୍ତ ଦୁଃଖର ବିଷୟ। ତେଣୁ ସରପଞ୍ଚ ମାନେ କିଭଳି ଭାବରେ ଦୁର୍ଦିନରେ ଲୋକଙ୍କ ପାଇଁ ସମସ୍ୟା ବୁଝିବା ପାଇଁ ଅହରହ କାମ କରୁଛି ଆପଣମାନେ ଜାଣିଛନ୍ତି। ବର୍ତ୍ତମାନ ସରପଞ୍ଚ ମାନଙ୍କର ଦରମା କେତେ? ବର୍ତ୍ତମାନ ବିଗତ ସରକାରରେ ଆମେ ଦାବି ରଖିଥିଲୁ ଏବଂ ସରକାର ତାକୁ 2300 ଟଙ୍କାରୁ 10,000 ଟଙ୍କା ବୃଦ୍ଧି କରାଯାଇଥିଲା। ଧନ୍ୟବାଦ ଦେବୁ ସରକାରଙ୍କୁ। ତେଣୁ ଆଗାମୀ ଦିନରେ ମଧ୍ୟ ଏଇ ସରକାରଙ୍କୁ 10,000 କଣ ପାଉଛି ଗୋଟେ ସରପଞ୍ଚ ଗାଁ ଗାଁ ବୁଲିଲା ପରେ ସବୁ ଘରେ ପହଞ୍ଚିଲା? ନାଇଁ ଆଜ୍ଞା, ପାଇବାର କଥା ନାହିଁ। ସେ କୌଣସି ପରିସ୍ଥିତିରେ ସେ ଯାହା ଅନୁଦାନ ଯାହା ମିଳୁଛି, ସେ କୌଣସି ପରିସ୍ଥିତି ଯାହା ସରପଞ୍ଚ କାମ କରେ, ଯେତିକି ଗରିବ ଲୋକମାନେ ଆସନ୍ତି ଗ୍ରାମାଞ୍ଚଳରୁ ଦୁଃଖ ଦରିଦ୍ର ମାନେ ଯୋଉମାନେ ଆସିଥାନ୍ତି ଅତ୍ୟନ୍ତ ଗରିବ ଲୋକମାନେ, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସରପଞ୍ଚ କେବେ ହେଲେ ମାନେ ଇଏ ଦ୍ୱିଧା କରିନଥାଏ, ତାକୁ ଯାହା ତାର ସମ୍ବଳ ଥାଏ ସାହାଯ୍ୟ କରିଥାଏ। ବହୁତ ପ୍ରକାର ଖର୍ଚ୍ଚ ସରପଞ୍ଚ କରିଥାନ୍ତି। 10,000 ଟଙ୍କା କିଛି ନୁହେଁ, ତଥାପି ଆମେ ସେଥିପ୍ରତି ବିଗତ ସରକାର ଧନ୍ୟବାଦ ଦେବୁ, ଯାହା ସରକାର ବିଚାର କରିଥିଲେ। ଏବଂ ଏଇ ସରକାରକୁ ଆମେ ଅନୁରୋଧ କରିବୁ ଯେ ସରପଞ୍ଚ ମାନଙ୍କୁ କିଛି ନା କିଛି ଭତ୍ତା ପ୍ରଦାନ କରିବା ପାଇଁ। ଏବଂ ବିଶେଷ କରି ଆମେ ପଞ୍ଚାୟତକୁ ସୁଦୃଢ଼ କରିବା ପାଇଁ ଆପଣମାନଙ୍କ ମାଧ୍ୟମରେ ଜଣାଇ ଦେଉଛୁ, ଗ୍ରାମ ପଞ୍ଚାୟତର ଗ୍ରାମ ସଭା ଏବଂ ପଲ୍ଲୀ ସବୁ ସରକାର ଗୁରୁତ୍ୱ ଦିଅନ୍ତୁ।
କାହିଁକି ସରକାରୀ କାର୍ଯ୍ୟ କାମ ଯୋଉ ଆସୁଛି କାର୍ଯ୍ୟ ଗୁଡିକ ସେଗୁଡିକ କେମିତି କଣ କରିବେ ତାହେଲେ? ବର୍ତ୍ତମାନ ତ କାମ ଗୁଡିକ ବି ବହୁତ ଜାଗା ବନ୍ଦ ହେଇକି ରହୁଛି, ପ୍ରୋଜେକ୍ଟ ବି ଠିକ ସେ ଆସୁନାହିଁ, କର୍ମଚାରୀ ହାତରେ କାମ ନାହିଁ। ସେଥିପାଇଁ ଆମେ ଆପଣଙ୍କ ମାଧ୍ୟମରେ ଆମେ କହି ରଖିବାକୁ ଚାହୁଁ, ଯଦି ଆପଣ ଗ୍ରାମ ପଞ୍ଚାୟତରେ ବିକାଶ କଥା କହୁଛନ୍ତି, ତେବେ ଗ୍ରାମ ସଭା ପଲ୍ଲୀ ସଭାକୁ ଯଦି ଗୁରୁତ୍ୱ ଦିଆଯାଏ, ଠିକ୍ ଢଙ୍ଗରେ ପରିଚାଳନା କରାଯାଏ, ତେବେ ସବୁ କାର୍ଯ୍ୟକ୍ରମ ଠିକ୍ ଭାବରେ ଚାଲିବ। ଗ୍ରାମ ସଭାରେ ଯାହା ଆଲୋଚନା ହେଇଥାଏ, ପଲ୍ଲୀରେ ଯାହା ଆଲୋଚନା ହେଇଥାଏ, ସାଧାରଣ ଲୋକଙ୍କ ସମସ୍ୟା ବିଷୟରେ ଆଲୋକପାତ କରି ଆମେ ତାକୁ ସମାଧାନ କରିଥାଉ ବା ନେଇଥାଉ, ସରକାର ପଠାଇଥାଉ ବିଭିନ୍ନ ଡେଭଲପମେଣ୍ଟ ପାଇଁ। ତାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର କୌଣସି ନା କୌଣସି ସ୍ତରରେ ତାକୁ ପ୍ରଶାସନ ମାଧ୍ୟମରେ ହଉ କିମ୍ବା ଉଚ୍ଚପଦସ୍ଥ ଆମର ଯେଉଁ ନେତାମାନେ ଅଛନ୍ତି ହସ୍ତକ୍ଷେପ କରିବା ଦ୍ୱାରା ଏଥିରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ସରକାର ନିବେଦନ କରିବୁ ଯେ ପଲ୍ଲୀ ସଭା ଗ୍ରାମ ସଭାକୁ ଗୁରୁତ୍ୱ ଦିଅନ୍ତୁ। ସରକାରଙ୍କର ମାନେ ମାନେ ଯୋଉ ବିଧାନସଭା ଯେହେତୁ ଚାଲିଛି, ବର୍ତ୍ତମାନ ଆପଣମାନଙ୍କୁ ହାଉସ ପାଖକୁ ଯିବା ପାଇଁ ମଧ୍ୟ ନିବେଦନ କରିବାକୁ ଗାଡି ଆସିଥିଲେ, ଆପଣମାନେ କେହି ଗଲେ ନାହିଁ। ନାଇଁ ଆମେ ନିଶ୍ଚିତ ଭାବରେ ଆମେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛୁ, ଆମର ପଞ୍ଚାୟତ ରାଜ ମନ୍ତ୍ରୀଙ୍କୁ ସାକ୍ଷାତ କରିଛୁ, ସେ ଆଲୋଚନା କରିଛନ୍ତି। ଆଜି ମଧ୍ୟ ସନ୍ଧ୍ୟା 5ଟା ସୁଦ୍ଧା ଆମକୁ ଡକେଇଛନ୍ତି, ମନ୍ତ୍ରୀ ଡାକିଛନ୍ତି ଆଲୋଚନା କରିବା ପାଇଁ। ଆମେ ଆମର ସଂଘଠନ ନିଷ୍ପତ୍ତି ନେଇଛୁ, ଆମେ ସବୁ ସ୍ତରରେ ଆଲୋଚନା କରିବା ପ୍ରସ୍ତୁତ ଅଛୁ। କିନ୍ତୁ ଆମେ ସରକାରଙ୍କ ନିବେଦନ ରଖିବୁ ଯେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ପାଇଁ ସରପଞ୍ଚ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାକୁ ତୁରନ୍ତ କିଭଳି ଭାବରେ ସମସ୍ୟା ସମାଧାନ କରାଯିବ ତାକୁ ପଦକ୍ଷେପ ଦିଅନ୍ତୁ। ଆଜ୍ଞା ଆପଣ କଣ ଜଣେ ସରପଞ୍ଚ? ଗଞ୍ଜାମ ଜିଲ୍ଲା କବିସୁଜନ ବ୍ଲକ 8ପାଟଣା ସରପଞ୍ଚ। ସରପଞ୍ଚ ଆପଣ? ଆଜ୍ଞା। ତାହେଲେ କାହିଁ ଆଜି ଏମିତି ରାଜରାସ୍ତାକୁ ଆସିଲେ? ଜଣେ ସରପଞ୍ଚ ହେଇଛନ୍ତି, ଅଞ୍ଚଳରେ ବୁଲିଥାନ୍ତେ, କେତେ ସମ୍ମାନ ଆପଣଙ୍କୁ ମିଳେ, ଆପଣ କାହିଁକି ଏମିତି ରାସ୍ତାକୁ ଆସିବାକୁ ପଡ଼ିଲା? ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ସରକାର ପରିବର୍ତ୍ତନ ପରେ ବହୁତ ବାଧାବିଘ୍ନ ଦେଇ ଆମେ ବାଧାବିଘ୍ନ ସମ୍ମୁଖୀନ କରୁଛୁ। ଦେଖନ୍ତୁ, ବର୍ତ୍ତମାନ କୌଣସି ପ୍ରକାର ପଞ୍ଚାୟତର କାର୍ଯ୍ୟ ହେଇପାରୁନାହିଁ। ଲୋକମାନଙ୍କ ପ୍ରତି ଯେଉଁ ଭତ୍ତା, ଆବାସ ଏବଂ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ବର୍ତ୍ତମାନ କୌଣସି ପ୍ରକାର ଯାଉନାହିଁ। ସରକାରଙ୍କର କ'ଣ ଅସୁବିଧା ହେଲା ବର୍ତ୍ତମାନ ତାହା ପ୍ରତି ପଞ୍ଚାୟତରେ ଯାଉନି, ଯାହାଫଳରେ ଲୋକମାନଙ୍କର ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି। ଏଣୁ ବର୍ତ୍ତମାନ ଅନୁଦାନ ବର୍ତ୍ତମାନ ମଧ୍ୟ CFCSର 50% ବର୍ତ୍ତମାନ ସୁଦ୍ଧା ବର୍ଷ ସରିବାକୁ ବସିଲାଣି, ବର୍ତ୍ତମାନ ସୁଦ୍ଧା ପଞ୍ଚାୟତକୁ ପହଞ୍ଚି ପାରିନାହିଁ। ଏଣୁ ଆମେମାନେ ଏଇଥିରେ ଗଣଧାରଣ ନେଇ ସରକାରଙ୍କୁ ଅବଗତ କରିବାକୁ ଆସିଛୁ, ଆମର ଯଥାଶୟ ପ୍ରାପ୍ୟ ଯଥାଶୀଘ୍ର ଦିଆଯାଉ ଏବଂ ଆମର ଗାଁରେ ଆମେ ସସମ୍ମାନରେ ବଞ୍ଚିବା ପାଇଁ ଆଶା ରଖିଛୁ। ଆଜ୍ଞା, ଯୋଉ ବିଧାୟକ ମାନେ ଆସନ୍ତି ସେମାନେ କୁଆଡେ ବାଲି ମାଫିଆରେ ସାମିଲ ହେଇକି ପ୍ରବଳ ପଇସା ରୋଜଗାର କରୁଛନ୍ତି ବୋଲି କୁହାଯାଉଛି। ଆପଣ ତ ସରପଞ୍ଚ, ଆପଣ ତ ଗ୍ରାଉଣ୍ଡର, ଆପଣଙ୍କ ପାଖରେ କଣ ଏଇ ବାଲି ମାଫିଆ ମିଳୁନାହାନ୍ତି ଯେ ପଇସା ଅଭାବ ପଡୁଛି? ବାଲି ଯୋଉଠି ନଦୀ ଯୋଉ ଅଞ୍ଚଳ ଥାଏ ସେମାନେ ବାଲି ମାଫିଆ ବାହାରନ୍ତି, କିନ୍ତୁ ବର୍ତ୍ତମାନ ଆମର ଯୋଉ ଏରିଆ ସେପଟେ ନଦୀ ନାହିଁ। ଆଉ କଣ ଅଛି? ପାହାଡ ଖାଲି ପାହାଡ କଣ? ଖାଲି ତ ପାହାଡ। କାରଣ ଆସ୍ତେ MLA ଯଦି ଏତେ କୋଟିପତି ହେଇପାରିଲେ, ଆପଣ କାହିଁ ହେଇପାରୁନାହାନ୍ତି ଭଞ୍ଜନଗର? ପୁଣି ପତ୍ର ଦେଖିକି ହେଇଯାଆନ୍ତେ। ନାଇଁ, ସେମିତି ତ ହେଇପାରିବନି। ପୁଣି ଆପଣଙ୍କର କୋଉଟା କବିସୁଜନ, ପୁଣି ଗୋଟେ ଜିଲ୍ଲା ହବା ପାଇଁ ପୁଣି ନାଁ ଯାଇଛି, ବିଧାନସଭାରେ ଆଜି ନାଁ ପଠାଇଛି କୁଆଡେ କବିସୁଜନ ଜିଲ୍ଲା ହବ, ଗୋଟେ ଜିଲ୍ଲାର ସରପଞ୍ଚ ହେବେ, ରାସ୍ତା ଉପରେ ବଇଛନ୍ତି। ବର୍ତ୍ତମାନ ସରକାର କଣ କରୁଛନ୍ତି କଣ ନାହିଁ, ମାନେ ଜିଲ୍ଲା ହେଲେ କଣ ହବ? ଜିଲ୍ଲାରେ ବି ପଞ୍ଚାୟତ ରହିବ। ପଞ୍ଚାୟତକୁ ଆଗେ ଆର୍ଥିକ ସୁଦୃଢ କରିବା ଦରକାର। ସବୁ ତାର ଅଙ୍ଗ ପ୍ରତ୍ୟଙ୍ଗ କାଟିଦେଲା ପରେ ଯେପରି ମଣିଷ ପଡ଼ିଯାଏ, ସେମିତି ପଞ୍ଚାୟତ ମଧ୍ୟ ପଙ୍ଗୁ ହେଇକି ବସିଲାଣି। ଏଣୁ ସରକାରଙ୍କ ଅନୁରୋଧ, ଯେଉଁ ପ୍ରକାର ଆର୍ଥିକ ତ୍ରିସ୍ତରୀୟ ପଞ୍ଚାୟତ ଯେଉଁ ଅଛି ତାକୁ ସକ୍ଷମ କରିକି ଚଲାନ୍ତୁ। ଆଉ ସବୁ ପ୍ରୋଗ୍ରାମ, ସବୁ ପ୍ରୋଜେକ୍ଟ ସବୁ ବନ୍ଦ କରିଦେଇ ନିଜର ସୁବିଧା କରିକିରି MLA ମାନେ ଯଦି ଚଳେଇବେ, ଆଉ ତାହେଲେ ପଞ୍ଚାୟତକୁ କାହିଁକି ରଖିବେ? ପଞ୍ଚାୟତକୁ ଭାଙ୍ଗି ଦିଅନ୍ତୁ। ମୁଁ ସରପଞ୍ଚ ପ୍ରତିନିଧି ଗଞ୍ଜାମ ଡିଷ୍ଟ୍ରିକ୍ଟ କବିସୁଜନ ବ୍ଲକ ବୁଢ଼ାଆମ୍ବ ପଞ୍ଚାୟତ। ଗୋଟେ କଥା ହଉଛି କି ଆପଣଙ୍କ ଅଞ୍ଚଳ ବି ଦରକାର ପଡ଼ିଲେ ନମସ୍କାର। ଆଗକୁ ଗୋଟେ ଜିଲ୍ଲା ହେଇଯାଇପାରେ। ନାଇଁ ଆମ ପଞ୍ଚାୟତ କେବେ ଜିଲ୍ଲା ହେଇପାରିବନି, ସେ ଗୋଟେ ଗାଁଟା। ତ ସେ କବିସୁଜନର ବ୍ଲକ ଅଣ୍ଡରରେ 21ଟା ପଞ୍ଚାୟତ ଅଛି, ତା ଭିତରୁ ଇଏ ଗୋଟେ ପଞ୍ଚାୟତ। କବିସୁଜନ ତ ଜିଲ୍ଲା ହେଇଯିବ। ହଁ, ସେ ସରକାରଙ୍କର କ୍ରାଇଟେରିଆ। ଗୋଟେ ଜିଲ୍ଲା ହବ, କାରଣ ତାଲିକା ଯାଇଛି। ଗଞ୍ଜାମଟା କବିସୁଜନ 3ଟା ଜିଲ୍ଲା ହବ। ନାଇଁ କବିସୁଜନ ମାନେ ଗଞ୍ଜାମ ଜିଲ୍ଲାଟା ହଉଛି ଗୋଟେ ବଡ ଜିଲ୍ଲା।
एक्चुअली जड़े कलेक्टर गोटे जगह को जदि मन छत्रपुर तांके जीवे भंजनगर लास्ट देकरी गोटे मिनिमम 100-150 किलोमीटर गले सी लास्ट पर्यंत जापर तो गंजाम डिस्ट्रिक्ट दी भाग होबार दरकार अच्छी ये तो चारि भाग होबाकू दिया नहीं नहीं जिते सरकार जहाँ प्लान थी सबू माने पोथी बाईगण बाड़ी बाईगण ता भीतर डिफरेन्स अच्छी सरकार तांकर निष्पत्ति नेबे सेथिरे हमर किछि मुंड पुरेवार नाही ताले कोथरे मुंड पुरेबे आमको जो सरकार आमको लोक मान जो माने देइचंदी जोथि पई भोट माने हमर ग्रामांचल लोक मानक पई सेटा वर्तमान ठीक टाइम रे हेई पार नाही कारण सरकार ठीक टाइम रे हमको पांठी जोगौ नाहंती कारण लोक मानकर वर्तमान भत्ता हेई पारु नाही लोक माने प्रत्येक दिन आसी गाड़ी करचंदी जे भत्ता हमर सरपंच करि दोनी आवास हमर नै गले सब इनक्वायरी कर देले हमर घर करू नाहंती हमर नै गले हमर जे मरिला ताको ठीक टाइम रे सरकार दौ नाहंती हरिचंद्र योजना त हमहु निजुको देबा पडुची ताले दोष खाली दउछंती दोष गाड़ी तो सेटा सुनिया माने सरपंच खाइगला। जीए प्रथम दिन आमे होचु आज्ञा जी कृषक बिल रे चाष करे आमे लोकन सहित रहंतु लोकन चाष सुविधा असुविधा सबुथिरे आउ जी गाड़ी शुणे सी ही फुलमाला पिंदे अच्छा कुआ जे पड़े रास्ता काम होला सब पैसा सरपंच खाइगला सरकार माने सरकार वर्तमान जेई एई बिल न कले आपनकर ऑनलाइन जो वर्तमान अछि ऑनलाइन रे जेई एई पीओ समस्तंगर साइन हेले अपलोड हेले ही हुए जियो टैग हुए जो जगार से सब से जुग थिला अलगा थिला ऑफलाइन जुग ऑनलाइन रे वर्तमान माने जो सरपंच जदि एमएल रो गोडाणिया न हबो ता सरपंच काम करथिले भी तार बिल माने जानिकरी पेंडिंग करा जाउछि यार सरकार कहउचंदी जे ठीक रे पैसा न खर्च कले आमे तमर बिल करबुनी तो सरकार जो सरपंच खर्च करदेले जानिकी ता बिल करा जाउ नाही तो ये गोटे वर्तमान गोटे अलग सिचुएशन चली तो मो मतरे जमी आम पूर्व वक्ता कहले ए सरपंच त्रिस्तरीय उठे देवा कथा ओनली खाली ओनली वीडियो को जमी बर्तमान चेयरमैन पावर उठे देकरी खाली ओनली वीडियो को पावर दिहला सेमती सरपंच उठेवा दरकार कारण सरपंच गाड़ी शुणिया छुड़िया किसी काम ना जेकोन जिनस सरपंच पठेव सरपंच हाथ में किसी ना ओनली खाली ना को स्टाम्प रबर स्टाम्प से खाली जी किए जदि मरला तार साइन करिवो किए जदि मनकर रेसिडेंसी कौन अच्छी तार साइन करिवो जदि जड़े जमी जुमारे कौन अच्छी तार साइन करिवो तार काम है ओनली रिस्क माने कौन सी जिनस दरकार पड़े जिन विटनेस हुए से विटनेस किंतु कौन सी जिनस जे जिनसा करा जाओ बोली लिखा गले वीडियो को पठाइले वीडियो कहबे जाई एमएल को कह एमएल जब कहले मु करी तो सरपंच कौन सी बर्तमान परिस्थिति कौन सी रोल नहीं खाली बर्तमान गोटे स्टाम्प भाया अच्छी खाली गाड़ी शुणिया मझिरे सरपंच को पड़े कलेक्टर पावर से जो दरकार थिला ना जो दरकार थिला से सरपंच को करथिले एबे बर्तमान तांकर दरकार नाही से माने कोविड रे मरिया पई सरपंच को करथिले माने कलेक्टर एबे बर्तमान तांकर पावर बर्तमान मो मतरे मोर पर्सनल मत हमर माने पंचायत त्रिस्तरीय उठे देवा कथा ओनली जो बर्तमान सरकार जो जहाँ करछन्ती ओनली वीडियो एमएलए मंत्री कलेक्टर एमान को रखिया कथा मो मतरे जो सरपंच पदवी उठे देवा कथा चेयरपर्सन भी उठे देबो हाँ 4% उठीगलानी से खाली ना मुहर 4% बर्तमान आम ब्लॉक रे 4% आम बर्तमान 6 मास है देखुनु पचारे कहते मोर तो किसी काम ना सब तो वीडियो कर कम नहीं नहीं आसी जो सत कथा किंतु अछंती बहुत लोग कहया पे अछंती हम कोन समस्तर दाबी जहाँ आमर भी से सब पंचायत तो एडा चलछि आ कोन आ नुआ कथा तो किछि नाही एडा आगे सरकार जहाँ करूछंती सब सरपंच सहित सिंधिया करूछंती कोठु आछंती आपण को एरिया सरपंच हमर गंजाम जिला कविसूर्यनगर ब्लॉक कविसूर्यनगर अच्छा जेतले आपण गोटे बहु हे कि जेबे छिरा हितिले लोक भाबिते हम गां बहु हमें माने केते शासन मान रे आपण को वोट देथिबे किंतु काम करिया को आपण पाखरे किछि सुविधा नाही बहुत आमर तो सर देखिया गले मो होचे अनकंटेस्ट सरपंच माने कंटेस्टेड भी कंटेस्ट किए ना दिया हमर गाँ रे सब हमर गाँ रो 10,000 लोक मते सिलेक्ट करिसंती तो देखिया गले हमर कमिटी सब सहयोग करूथले आग किंतु एबे देखिया गले 2 वर्ष हला ना गाँ रे कोन काम होउची ना हम पंचायत रो हमर कोन सी ये रोचे आमर कौन भूमिका रोचे कोथरे भी आमर ना भत्ता ना इलेक्ट्रिक ना पानी कोथरे भी आमर कौन से भूमिका ना कोई ना जैसे प्रोजेक्ट किछि ना खाली केवल सिग्नेचर आमे होचो अंगुडा छाप जो कहला परिया सिंधियागा आउ किछि ना हम काम होउची बस एतिकी सरपंच को सरपंच बड़ी व्यवहार भी नाही ना सेटा तो नाही को भी पंचायत रे व्यवस्था भी ना नाही आमर गाँ रे एकता थिला बहुत भल चलीथिला सब गाँ को नेगिरी कमिटी को नेगिरी सब काम होउतला बहुत भल चलीथिला मते भी खुशी लागुतला जे अनकंटेस्ट सरपंच हिसाब रे मो लोक मानक पई किछि करि पारिछि करबा को आसीछि तो लोक मानक पई करूछि मो द्वारा जति हेई पारला भाई मो चेष्टा करूछि करिया पई चेष्टा करिछि समस्त सहमति रे
ଏମିତି କି ନାହିଁ ଯେ ମୋ ଇଚ୍ଛାରେ ମୁଁ କୌଣସି ଜିନିଷ କରିଛି। ସବୁ ଗାଁ ଲୋକଙ୍କୁ ଜଣେଇକିରି କମିଟିକୁ ଜଣେଇକିରି ଆମର ତ ସେଠି ଗାଁରେ କୋଠେରେ କାମ ହଉଛି, ସବୁ କିଛି କାମ କୋଠେରେ ହଉଛି। ତ ସବୁ କମିଟିକୁ ଜଣେଇକିରି ସବୁ କାମ ହୁଏ। ଗାଁରେ ସମସ୍ତଙ୍କୁ ଜଣେଇକିରି ସବୁ କାମ ହୁଏ। ସେଇଟା ପୁଣି ମିଟିଂରେ ଆଲୋଚନା କରିଲା ପରେ ଯାଇକିରି ସବୁ କାମ ଆମର ଗାଁରେ ହୁଏ। କିନ୍ତୁ ଏବେ ଯାହା ଦେଖିବାକୁ ମିଳୁଛି ଯେ ସେତିକି ହେଲେ ବି ହେଇପାରୁନି। ମାନେ କମିଟିକୁ ଜଣେଇଲା ପରେ ବି କମିଟି ହାତରେ ବି କିଛି ନାହିଁ। ଏବେ କଣ ହଉଛି ସେଇଟା ମୁଁ ବି ବୁଝିପାରୁନି ଭଲରେ ଯେ କଣ ହଉଛି କଣ ନାହିଁ ସେଇଟା ମୁଁ ବି ଜାଣିନି। ସବୁ କିନ୍ତୁ ଆମର କିଛି କ୍ଷମତା ଆଜ୍ଞା ନାହିଁ। ଆଉ କୋଉଠି ବି କିଛି କ୍ଷମତା ଆମର ନାହିଁ। ନା ଆମେ ଗୋଟେ ଭତ୍ତା କରିପାରୁଛୁ, ନା କୌଣସି ଲୋକର ଦାବି ଆମେ ପୂରଣ କରିପାରୁଛୁ। ଏମିତି କି ହରିଶ୍ଚନ୍ଦ୍ର ଯୋଜନା 1.5 ବର୍ଷ ହେଲା ଆପ୍ଲାଏ ହେଇକିରି ଅଛି। ପୁରା ପ୍ରାୟ ଆମର କହିବାକୁ ଗଲେ 100 ଲୋକର ଆମର ଗାଁରେ ଅଛି ଆପ୍ଲାଏ ହେଇକିରି, କିନ୍ତୁ ଗୋଟେ ହେଲେ ଲୋକର ପଇସା ଆଜି ପର୍ଯ୍ୟନ୍ତ ମିଳିନି।